तो जय जगन्नाथ साग मैंने मु एक ब्लॉग को आप स्वागत जनाऊँगी आग मैंने तो मतलब मु गाधे सका गाधे भात मोर भात हो दीपर सकाल आ भजा बसई देखिपे आगे रंधा रंधी तापर लगे बगे कारण ये जो खायापी मैंने काम को जीवाई जो भाया से मैंने कौन ना भारी तरबर तो आगे खाया कथा छिड़े देकी लगे सिंदूर टे लगे कथा मत सिंदूर ना लगे कि भी करना कि भी ना देखिपे नसई नक मो आखिक देखा केवल मो पुओ सकाशे मुझे शोपार कौन कर चलो देखिए सब कौन बस भजा आ मटर तक आसन दिखाई ओहो कि जोर गरम कि लगे करनी जे भल लगे अबैया लगे मुझे मुंडा कुंडे दे चुटा को टेकी दे जो भाई गरम हो बेकर किसी पकौनी मुझे मसे है पकड़ा ना युवा सब खाई घा हो घा होनी मैंने से घसी मैंने पोड़ू खाली झाड़ है कि पकौनी गुनो एड़ा पुओ तो दिन राति खेल हाँ जाए भजाटा उल्टा पलटा कर ना पूरा पोड़ी से पेनस हो उपास रही ओसले उपास रही कारण मत टाइम न मिले कि जाए डबल कटा कटी पुणी कर हे हे ये हाई कर ए बापू तो सांग मैंने सका सका जाकि थंडा आउ चॉकलेट सी हे सी खाई सारे चॉकलेट जरी अरे असुरटा गिरे तू आ कागज गुड़ाक आलुमिनियम कागज सी अरे अरे कौन जानू ना तो काढ़ुन मैंने किटकाट चॉकलेट खाई थंडा खाई आंकर सका सका भजा बेरा हवा को नहीं पानीटा कौन है अल्प अल्प बाबा को दे ढोके ढोके तम तो पार्टी नो से गाड़िया दी ढोक माइला सब अधा शेष मुझे ना मारि आउ जहाँ बल सी पीदब तुम पिया पी हुआ सिनके पीब तुम ए बाबा को दे बाबा को दे गोटे गाड़िया जमी पूर्ण हम गाड़िया पूर्ण कर आ तो आम तो गेले गेले पूछ नहीं मु अल्प टे पीछे बाबा को दे बाबा को दे बाबा को दे बाबा आनबे नहीं गाड़िया पूर्ण कर गाड़िया टोटाल पूर्ण कर बेसी दियो थंडा रख 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 अच्छी अच्छी केते अच्छी सी ना ना मुआ पीबी सब खत्म बापो आ तुम जहाज चाटी दियो मुझे ठीक रही मत जीरा मत भोक ए कौन सतरे ज्योतिष देखे कह पचारूला कौन कहूँ भविष्य कौन हम किंतु कौ ज्योतिष के पचार सतरे हाँ केबे पचार हाँ गुरु तो चलतु पचार पदू बाबू कौन पखाड़ खियारे खाऊँ आसतु देखा
ତ ଗରିବ ଘର ଆଉ କ'ଣ ଖାଇବେ, ଯାହା ଅଛି ତାକୁ ଦେଇକି ସେ ଖାଉଛନ୍ତି ଆଉ। କ'ଣ ଖାଉଛ କହୁନ, କ'ଣ ଖାଉଛ? କ'ଣ ଲାଗୁଛି, କେମିତି କ'ଣ ଲାଗୁଛି? ଏତେ ଉପର ମନରେ କହିଲା ଭଳିଆ ଲାଗୁଛି, ମସ୍ତ ହେଇଛି। ଓ ଇଏ ଓଭରଅଲ୍ ଲାଗିଲା। ଆମର ଜହ୍ନି ଆଳୁ ଭଜା, ମଟର ତରକାରୀ, ଆଉ ଏଇଟା କ'ଣ ବରା ପିଆଜି ଆଉ ଭାତ। ହଉ ହଉ ଖାଇଚାଲ। ଆଙ୍କୁ ଖାଇବା କଥା ପଚରା ହେଉଛି କେମିତି ଲାଗୁଛି, ଇଏ ନର୍ମାଲି କହିବେ ହଁ ଭଲ ହେଇଛି। ଆଙ୍କୁ ଲାଗୁଛି ମୁଁ ଯେମିତି ଆଡପ୍ଟାଇଜ ମାନେ ମଡେଲର, ମାନେ ମଡେଲିଂ କରୁଛି, ପଚରା ହେଉଛି। ତ ସାଙ୍ଗମାନେ ଦେଖନ୍ତୁ ମୋ ପୁଅ ଏଠି ଗଡ଼ା ପୋଡ଼ ହେଉଛି, ଦେଖିପାରୁଛି। ଅଚଳ 50 ତ ସେଗରେ ନେଇକି ବା ଥୋଇଛୁ। ମୁଁ ଆଣେ ପଇସା ନେଇକି ଆସେ। ଗୋଟେ ପିଲା ସିଏ ସବୁ ଆମ ଘରେ ସାଙ୍ଗମାନେ ଦେଖନ୍ତୁ ଯାଉଛି ମେଞ୍ଚେ ଅଚଳ ପଇସା ଥୁଆ ହେଇଛି, ହେଲା କି ହେଇଠି ଦେଖ ହେଇଠି। ଚାଲେ ଗୋଟେ ଦେଖେଇ ଦେ, ଲଙ୍କା ଗୋଟେ ଲଙ୍କାଟା କାଢ଼ିବୁ ଟିକେ। ତ ସାଙ୍ଗମାନେ ଦେଖିପାରୁଥିବେ ଏତକ ସବୁ ମାନେ ରହ ଟିକେ ରେ, ଏତକ ସବୁ ଅଚଳ ପଇସା, ହେଲା କି ଆହୁରି ଘର ସାରା କେତେ ଫପଡ଼ା ଫିଙ୍ଗା, ମାନେ ଲକ୍ଷ୍ମୀ ସାନ୍ତାଣୀ ତାଙ୍କୁ କହିବା କଥା ମାନେ ଏମିତି କିଛି ମାନେ ସବୁ ଫପଡ଼ା ଫିଙ୍ଗା ଇଆଡ଼େ ସିଆଡ଼େ ସବୁ ପକେଇଛି। ତାକୁ ଯେତିକି ମାନେ କ'ଣ ଅଚଳ ହେଲେ ବି ଯାହା ହେଲେ ସେ ଲକ୍ଷ୍ମୀ ନା, ତ ଦେହ ସହିବ କି? ତାକୁ ଯେତେ ବି ତାକୁ ମାନେ ଗୋଟେଇ ପଟେଇ ଥଉଛି, ତାକୁ ସେ ସବୁ ଫପଡ଼ା ଫିଙ୍ଗା କରିଦେଉଛି। ଗଣିବୁ କାମ କରିବା ଅଚଳ 50। ମୁଁ କୋଉଠି ହଁ କ'ଣ ହଉଛୁ ଯେ ଖାଲି ଏଠି କାଉଣ୍ଟ କରେ। ଆଉ ଏ ଚଳଣି ପଇସା ତ ତା ମୋଠୁ ଦେଇଦେଇଛି। ପୁଅ ପଇସା ସବୁ ଏମିତି ଫପଡ଼ନ୍ତୁନି, ଲକ୍ଷ୍ମୀ ଛଡ଼ା ଡେକିରେ ତୁ। ହଁ ଦେଖନ୍ତୁ ସେ କେମିତି ପଇସା ସବୁ ଗଦେଇ ଖେଳୁଛି କ'ଣ ମାନେ, ନହେଲେ ମାନେ ସତ କଥା ପୁଅ ସେମିତି ସେମିତି କରନ୍ତିନି ପଇସାକୁ। ଦେଖନ୍ତୁ ଗୋଟେ କଥା ହେଉଛି କ'ଣ କହିଲେ, ଇଏ ପିଲା ହେଉଛି ଛୋଟ ପିଲା, ହେଲା କି ଇଏ ପୁରା ଅବୁଝା ମାନେ ପୁରା ମୋତେ ବାଡ଼େଇକି ପୁରା ସାଇଜ୍ କରିଦେଉଛି ଏକାଥରେ। ଆକୁ ଯଦି ମୁଁ ନଦେବି ଟୋଟାଲ୍ ମୋତେ ପୁରା କୌଣସି କାମ କରେଇଦେବନି, ପୁରା ହଇରାଣ ପୁରା କରିଦେବ। ଘରେ କେହି ନାହାନ୍ତି, ଏଇ ଟୋଟାଲ୍ ମୋତେ ହଇରାଣ କରେ। ମୁଁ ତାକୁ ବାଧ୍ୟ ହେଉଛି ଦେବା ପାଇଁ, କିନ୍ତୁ ତମେ ଯେତିକି ସେ ଆରେ ପଇସା ଫୋପାଡ଼ୁଛୁ କାହିଁକି? ସେମିତି କରନ୍ତିନି ତୁ ପଇସା ଏମିତି ଗଣିଲୁ 1 2 ଏମିତି ଗଣିଲୁ କାଉଣ୍ଟ କରେ। ଅଚଳ 50 ମୁଁ ଗୋଟେ କୋଉଠି ଥୋଇଛି ତତେ ଦେବି, ସେଇଥିରେ ଥିବ, ଖୋଜୁନୁ ସେଇଥିରେ ଥିବ, ଖୋଜିଲା। କ'ଣ କହିବ ଏ ପିଲାକୁ ଅଚଳ 51 ମାନେ ସିଏ ଟୋଟାଲ 500 ଟଙ୍କା ପର୍ଯ୍ୟନ୍ତ ବି ପଇସା ସେ ନେଇ ଦେଉଛି। ମାନେ ଇଏ ଏତେ ପାରଙ୍ଗମ ଏମିତି ମାନେ ମୁହାଁ କରିଦେଇଛନ୍ତି। ଖୋଜ ଭଲସେ ଖୋଜ। ଏମିତି ଭାବେ ଗୋଟେ ମୁହାଁ କରିଦେଇଛନ୍ତି ପଇସା ପତ୍ର ଦେଇକି, ମାନେ ଅଲୱେଜ ସବୁବେଳେ ପଇସା ୟା ବୟସ ଅନୁସାରେ ଇଏ ବେଶୀ ଖାଲି ପଇସା ହେଉଛି। ମାନେ ପଇସାଟା ପ୍ରକୃତରେ କଥା ହେଲା ଦୂରେଇକି ରଖିବା କଥା, ହେଲା କି ପୁରା କଣ୍ଟ୍ରୋଲ ଉପରେ ଆଉ ନାହିଁ ଟୋଟାଲ। ମାନେ ଖାଲି ପଇସା, ଏତେ ଛୋଟ ଛୁଆ ପଇସା କ'ଣ ହବ? ସବୁ ସେ 1 1 1 1 ସବୁ ଗଣିଦେଲା। ଆଉ 50 କିଛି ନାହିଁ, ଯେଉଁ ଆଠେଣୀ। ହଁ ଯେ ତୁ ଏତେ ପଇସା କ'ଣ ହେଉଛି, ଲାଷ୍ଟକୁ ଏମାନେ ପୁରା ବାୟା ହେଇକି ବୁଲିବ। ଏତେ ଯିଏ ପଇସା ହେବ ନିଶ୍ଚିନ୍ତ ଭାବରେ ମାନେ କ'ଣ ତା ମୁଣ୍ଡ ଖରାପ ରହିବ ନା। ତୁ ଆମେ ବସିକି ଖେଳୁନୁ, ଏମିତି କାହିଁ ହେଉଛୁ? ମୋତେ କାହିଁ ବାଡ଼ଉଛୁ ଯେ ତୁ? ହଁ ମୁଁ ଖୋଜେ। ତ ସାଙ୍ଗମାନେ ଚାଲନ୍ତୁ ଦେଖିବା, ଆମର ଗୋଟେ ଆଣିକି ଆସିଛନ୍ତି କ'ଣ। ମୁଁ ଯାଉଛି ପୁଅ, ଯାଉଛି, କାହିଁ ସେମିତି ହେଉଛୁ? ଛତୁ ଗୋଟେ ସାଙ୍ଗମାନେ ନେଇକି ପଳେଇ ଯାଇଛନ୍ତି। ବୋଲେ କରେଣ୍ଟ ମାରନ୍ତି ତ, କରେଣ୍ଟ ଜୀବନ ରହିବ। ଏ ଛତୁ ଗୁଡ଼ାକୁ ଯାଉଛି ମୁଁ କାଲି ନା ଏବେ 2-3 ଦିନ ପୂର୍ବରେ ଆଣିଥିଲେ ଛତୁ, ପୁଣି ସେ ଛତୁ ଆଣିଛନ୍ତି। ଯେହେତୁ ଆମର କ'ଣ ବେଶୀ ଆଇଁଷ ଖିଆ ହେଉନି, ନିରାମିଷ ଖିଆ, ବୁଝିଲେ କି,
ତ ନିରାମିଷ ଖାଉନି, ମୋ ପୁଅ ବି ବେଶୀ କିଛି ଖାଉନି। ମୋ ପୁଅ ଖାଲି ଆଇଁଷକୁ ଟକଉଛି। ଯେହେତୁ ଆଇଁଷଟା ଛୋଟ ପିଲା ଆଇଁଷ ଖାଇବାଟା ଭୁଲ, ତ କ'ଣ କହିଲେ ଆଇଁଷଟା ତାକୁ ଆଭଏଡ଼ କରାହେଉଛି। ତାକୁ ଛତୁ ଫତୁ ଟିକେ ନାକୁ ଦିଆହେଉଛି, ଛତୁ ଟିକେ ଖାଉଛି, ଛୁଇଁ ହେଲା କି ଭେଜ୍ରେ। ସେ ଆଉ କିଛି ପରିବା ପତ୍ର କିଛି ବି ଖାଉନି। ତ ମୁଁ ଯାଉଛି ତାକୁ ବଛାବଛି କରିବି, ଛତୁ ରାଇଟା କରିବି ହେଲା କି। ତାପରେ କ'ଣ ହେବ କ'ଣ ନାହିଁ ଆପଣମାନଙ୍କୁ ଦେଖେଇବି ଆଉ। ମାନେ କେତେ ଝାଳ, ହଉ ଯାଇ ତ ସାଙ୍ଗମାନେ ମୁଁ ଯାଉଛି ରୋଷେଇ କରିବି। ଏଠି ଆଇଛି ଗ୍ରାଇଣ୍ଡିଙ୍ଗ ମାନେ ମସଲା ଟିକେ ଗ୍ରାଇଣ୍ଡିଙ୍ଗ କରିବି ବେସନଟା। ଝାଳରେ ସବୁ ସିନ୍ଦୁର ଆଲୁ ବାଲୁ ହେଇଯାଇଛି। ଟିକେ ରୁହନ୍ତୁ। ଦେଖିପାରୁଥିବେ ଆମର ଏଠି ଛତୁ ବେସର ଲାଗିଗଲାଣି। ତ ଏକୁଟିଆ ଲୋକ ସେ ଆମର ଧରିପାରୁନି, ଯାହା ଯେମିତି ଆଡ଼ଜଷ୍ଟମେଣ୍ଟ କରୁଛି ଆଉ କ'ଣ କରିବା। ତ ସାଙ୍ଗମାନେ ଆମର ଦ୍ୱିପହରକୁ ସଜ ପଖାଳ ଭାତ ଆଉ ଛତୁ ବେସର କରିଦେଇଛି। ଆଉ କିଛି କରିନି, ମୁଁ ଟାଇମ୍ ତ ହେଉନି ଆଉ କ'ଣ କରିବି। ତଥାପି ଯାଉଛି ମୋ ପୁଅକୁ ଟିକେ ପଢ଼େଇବି, କାରଣ ଅଧଘଣ୍ଟେ ଘଣ୍ଟେ ତାକୁ ନ ଦେଖିଲେ ତାର ବି ସିଏ ବି ପାଠ ପଢ଼ିছে, ତାର ବି ନଷ୍ଟ ହେବ। ମୋତେ କେଉଁଥିରୁ କମ୍ ମିଳିବ। ମୋ ପୁଅ କିନ୍ତୁ ପାଠ ପଢ଼ିବା ଦରକାର। ସାଙ୍ଗମାନେ ମୋ ପୁଅ ଏଠି ଗଡ଼ାପଡ଼ ହେଉଛି, ପାଠ ପଢ଼ିଦେଲା ତ କେତେ ଗୁଡ଼ାଏ ପାଠ ପଢ଼ିଦେଲା ମୋ ପୁଅ। ହଁ ଏଠି ଗଡ଼ାପଡ଼ ହେଉଛି, ଟିକେ ରେଷ୍ଟ ନେବ। ତାକୁ ମାନେ ବ୍ରେକ୍ ଦିଆହେଇଛି, ପାଠପଢ଼ାରୁ ବ୍ରେକ୍। ଏଠି ଗାଡ଼ି ଚଲାଉଛି। ବାପା ଗୋଟେ ଲୋକ କିଣିକି ଆଣୁଛନ୍ତି, ସେ ଗଲେ ଚଲାଉଛି ଆଉ। ନା ରେ ଭାଇଆ ବୁନେଇବ ଏ ବୁନି କ'ଣ କହୁଛୁ? ଏ ଚୁଟି କେତେ ପତଳା ପୁଅ। ଗୁନୁ ଏଇ ଶୁଣେ ଭିଡ଼ିଓ ହେଉଛି, କିଛି ଇଆଡ଼େ ସିଆଡ଼େ କାମ କରୁନି। ହଉଲୋ ତୁ ଆଉ ଗେଲ କରିକି ସେ ଏଇଥିପାଇଁ ମୋତେ ଭଲ ଲାଗୁ। ହେଇ କ'ଣ ଜାଣିପାରୁଛୁ ନା ନାଇଁ ଗାଲୁଆ ଟିକିରେ। ତୁ ସବୁବେଳେ ତ ଭିଡ଼ିଓ କଲାବେଳେ ଏଇଭଳିଆ ୱାର୍ଡ଼ କରୁଛୁ ଯେ। ଛୋଟ ପିଲା ଜାଣିପାରୁନୁ ତ, ଦିନକୁ ଦିନ ପିଲା ହେଇଯାଉଛୁ। କହିଲି ତ ହାଏ, କହିଲି କହ ହାଏ, କହିଲି କହ ହାଏ ସାଙ୍ଗମାନେ। ଆରେ ଗାଁ ପଶିଯିବ କାହିଁକି ଦଉଛୁ ଗାଲୁଆ ଟିକିରେ ତୁ। ଦେଖିବ ନାଇଁ कहनी ଖାଇବୁ ଭାଣ୍ଡାମି କର। ତୁ ବେକାରିଆ ପିଲାଟା ଗୋଟେ, ଲାଜ ସରମ କିଛି ନାହିଁ ଗୋଟେ। ସାଙ୍ଗମାନେ ମସଲାର କ'ଣ ଅବସ୍ଥା ଏରି ବାପା ହେଇଛି ଆଉ। ଟିକେ ଖାଲି ମସଲା ପଡ଼ିବ, ଅଧିକ ମସଲା ହେଲେ ମସଲିଆ ଲାଗିବ, ଭଲ ଲାଗିବ। ଆଉ ଗୋଟେ ଗ୍ରାଇଣ୍ଡିଙ୍ଗ ହେବ। ଦେଖନ୍ତୁ ଏ କିଏ ସେ ଗୋଟେ ଝିଅଟେ ଭିଡୁଆ ମାନେ ଭ୍ୟାନିଟି ପକେଇଛି। ଏ କିଏ ଦେଖେ ଟିକେ ତା ମୁହଁ ଟିକେ, ଓ ଟିକେ ଛିଡ଼ିଯିବ। ସେ ସ୍ଲିଙ୍ଗଟା ହେଇନି, ସରୁ ସ୍ଲିଙ୍ଗ। ତା ଭିତର ଆଡ଼କୁ କାହିଁ ଯାଉଛ? ଭିତର ଆଡ଼ିକି ଯାଆନି। ହେଇ
ଭାଙ୍ଗିବି କ'ଣ ଭାଙ୍ଗିବି ଦିଅଙ୍କ ଟୋଣ୍ଟି ମୁଁ ତା ଭିତରେ ପକେଇନି ଭୂତ ନେଇଯାଇଛି ଏନେ 10 ଟଙ୍କାଟା ପକେଇ ଦେ 10 ଟଙ୍କାଟା ଟେନ୍ ତା ଭିତରେ ଗଳେଇ ଦେ ଟେନ୍ ଓହୋ ଦିଅଙ୍କ ଟେନ୍ ଦିଅଙ୍କ ଟୋଣ୍ଟି କ'ଣ ତୁ ହଉଛୁ ଯେ ହଁ ଆରେ ବା ତୁ ଗଳଉନୁ ତା ଭିତରେ ଆରେ କ'ଣ କହୁଛୁ ଯେ ଭାଙ୍ଗିବି ତାକୁ ମୁଣ୍ଡ ଫୁଣ୍ଡ କାମ ଦଉନି କି ତୋର ଏବେ ସେ ଗଲାଣି ବ୍ୟାଟ୍ ଆଣିବା ପାଇଁ ସାଙ୍ଗମାନେ ଦେଖନ୍ତୁ ଗୋଟେ ପିଲା କେମିତି ତାକୁ ଭାଙ୍ଗିବ ବୋଲି ବଇଛି କହୁଛି ଭାଙ୍ଗେ ଦିଅଙ୍କ ଟୋଣ୍ଟି କ'ଣ ଗୋଟେ ମୁଁ ଏ ଯେଉଁ 20 ଟଙ୍କିଆ କଏନ୍ ସେ ଗୋଟେ ଥର ଦେଖିଥିଲା କହୁଛି ଏଇଥିରେ ପଶି ତାକୁ ଭାଙ୍ଗ ପାଇଯିବ ଆରେ ଧରୁ ନା ମତେ ଖାଲି ମାଡ଼ ଦରକାର ଏଇ ଜମା ତତେ ଲାଗିନି ଦେବି ଧରିକି ମୁଣ୍ଡ ସବୁ ଗରମ କରୁଛୁ କି ମୋର ଆରେ ଇଏ ଫୋନରେ ଦେଖିଦେଉଛି ମାନେ ଭାଙ୍ଗିବାର ଯୋଉ ୟୁଟ୍ୟୁବ ସର୍ଟ ଭିଡ଼ିଓରେ ସେମାନେ ସବୁ ପଇସା ନେଇ ଖେଳଣା କିଣୁନ୍ତି ତାକେ ଦେଖିକି ଏମିତି ହଉଛି ତୁ କାଇଁ ସେମିତି ହଉଛି ଯେ ସେଥିରେ ଦିଅଙ୍କ ଟୋନ କାଢୁନୁ ସରି ଦିଅଙ୍କ ଟେନ୍ କାଢେ କାଇଁ ଖଡ଼ ଖଡ଼ କରୁଛୁ ଦିଅଙ୍କ ଟେନ୍ କ'ଣ ଦିଅଙ୍କ ଟୋଣ୍ଟି ଦିଅଙ୍କ ଟେନ୍ ଗୋଟେ ପାଲା ଲଗେଇଛି ମା କାମ ସରିଲେ ପୁଣି ଟ୍ୟୁସନ୍ ଯିବ ସେଠି ରେଷ୍ଟ ନେଇ ପାରୁନି ଦେବି ଧରିକି ଯାଇନି ଗୋଟେ ଇଏ ଯେଉଁ ଏମିତି ଗୋଟେ ପ୍ୟାଣ୍ଟ ଯେ ସେଦିନ ପା କହୁଥିଲି ଯେଉଁ ରଣଭୂମି ଫିଲ୍ମ ଯେ ଗୋଟେ ଟକଲୁ ନାହିଁ କି ପ୍ୟାଣ୍ଟ ପିନ୍ଧିବ ହଇ ଯେ ଯିଏ ସିନା ଯାହା ଇଏ କରୁଥିବ ଏ କାମ ତ ହଉନି ଯଦି ନ ହଉଛି ଯେତେବେଳେ ମଲା କି ମୂର୍ତ୍ତି କି ବାହାଘର ପୁଆଣି ଘର ସେ ଲୋଡ଼ା ହବ ସେଥିପାଇଁ ତମେ ବାନ୍ଧିକି ରଖିବ ଆଉ ତା ବୋଲି କ'ଣ ତମେ କାମ କରୁନ ଆମେ କାହିଁ ସମ୍ପୂର୍ଣ୍ଣ ଟଙ୍କା ଇଏ ଦେବୁ ଚାଉଳ କେମିତି ହେଇଛି ହଁ ଭଲ ହେଇଛି ସତରେ ଏ ତୁ ନଙ୍ଗଳା ହେଇକି ଆସିଲି ନଙ୍ଗଳା ହେଇଛି କପିରାଇଟ୍ ପଡ଼ିଯିବ ଏମିତି ହେଇଥାନ୍ତା ନା ଆଉ କେମିତି ହେଇଥାନ୍ତା ହଁ ସାଙ୍ଗରେ ଆମର ଛତୁ ତରକାରୀ ଆମ୍ବ ସଜ ପଖାଳ ଭାତ ଆଉ କିଛି ତ ମୁଁ କରିନି ହଉ ଇଏ ଦ୍ୱିପହରର ଖାଇବା ହଉ ଆସ ଗାଡ଼ି ଚାବି ତମେ ହିଁ ଗାଡ଼ି ଚାବି ହଜଉଛ ସେ କେମିତି କଥା କହୁଛନ୍ତି କ'ଣ ପାଇଁ କହିଲୁ ଇଏ ପୁରା ନଙ୍ଗଳ ହେଇକି ପଳେଇ ଯାଉଛି ଏ ଭିଡ଼ିଓ ଇଏକୁ କୋଉଠି କୁଆଡ଼େ ଗଲା ଗାଡ଼ି ଚାବି କୁଆଡ଼େ ହଜଉଛ ତମେ ଗୋଟେ ସେ ଡ୍ରରୁ ଆଣ ଡ୍ରରୁ ଆଉ ଗୋଟେ ଗାଡ଼ି ଚାବି ଅଛି ସେ ଗାଡ଼ି ଚାବି ଗଲା ଆଉ ଚାବି ରିଙ୍ଗ ଗ୍ରୀନ୍ କଲର୍ଟେ ଅଛି ହଁ ଚଷମା ଦିଅ ଖତା ଖତା ଉଠେଇ ସାରିଲଣି ଆଉ ତମେ ଗାଡ଼ି ଚାବି ତମେ ଆଗେ ଆଇଲ ଶଙ୍କୁଡ଼ି ଫଙ୍କୁଡ଼ି ସବୁ ପଡ଼ିଛି ସିଏ ସିଆଡ଼େ ନଙ୍ଗଳା ହେଇକି ଯାଇକି ନାଚୁଛି ହଁ ହଁ ତମେ ଡ୍ରରୁ ଆଣୁନ ମଝି ଡ୍ର ସେ ବି ଗାଡ଼ିଛି ସେଇଟା ବି ଗାଡ଼ିଛି ଆରେ ହେ ହଜି ଆରେ ହେ ସେ ତମେ ଚାବି ରିଙ୍ଗଟା କୁଆଡ଼େ ହଜେଇ ଦେଇଛ ମୁଁ ଭାବିଲି ଆଉ ତାହେଲେ ସିଏ ଏଠି ମାନେ ଥୁଆଥିଲା ମୁଁ କହିଲି ବୋଧେ ଆଉ ଗୋଟେ ଗାଡ଼ି ଚାବିଟା ବୋଧେ ମୁଁ ତାକୁ ନେଇକି ଡ୍ରରେ ଥୋଇ ଦେଇଛି ଦେଖିଲା ସେ ସେଇ ଗାଡ଼ି ଚାବି ଇଏ ପା ନଙ୍ଗଳା ହେଇଛି
अति गालु अटे ମାନେ ମୁଁ ମୋ ପୁଅକୁ ଏମିତି ଟ୍ୟୁସନରେ ଛାଡ଼ି ଦେଇକି କେତେବେଳେ ଆସିଲି ଆସିକି ଭାତଟାକୁ ବସ ମାନେ ରାନ୍ଧୁଥିଲି ଆଉ ମୁଁ ଗେଲ ବର୍ଷରେ ପୁଅ ପାଇଁ ଆଳୁ କଷା ମୋତେ କହିଲା ମାମା ମୋ ପାଇଁ ଆଳୁ କଷା କରିଦେବୁ ତାପରେ ଆଳୁ କଷା କରିଛି ତାପରେ ତା ବାପା ଆସିଲେ ପଛରେ ଡାଲମା ହେବ ସେ ଖାଇବେ କି ଝାଳ ହଉ ସାଙ୍ଗମାନେ ଏବେ ଟ୍ୟୁସନରୁ ଆସିକି ଖାଲି ଏବେ ସବୁବେଳେ ପଇସା ପଇସା ଯୁଗରେ ହଁ ବାଡ଼େଇ ପକେଇ ଧରିକି ଅତି ଦେଖେଇ ହେଉଛି ଆସିଲୁ ଟିକେ ବସିବୁ କି କ'ଣ କରିବୁ କିଛି ନାହିଁ ତ ସାଙ୍ଗମାନେ ଏଠି ଆମର ସୋଲା ଆଳୁ ସିଝା ବସି ତରକାରୀ ହେବା ପାଇଁ ଯଦି ହେବ ମୁଁ ଆପଣଙ୍କୁ ଦେଖେଇ ପାରିବି ନ ଦେଖେଇ ବି ପାରିବି କାରଣ ମୋତେ ଟିକେ ଟାଇମ୍ ମିଳୁନି ଯେହେତୁ ମୁଁ ଦେଖେଇ ପାରିବି କି ନାହିଁ ମୁଁ କହିପାରୁନି କୁଆଡ଼େ ଗଲୁ ଗୁନୁ ତୁ ଏଇଠି ସିଆଡ଼େ ଫ୍ୟାନ୍ ଲାଗିଛି କ'ଣ ହେଉଛି କିଲୋ ଚାଲେ ଓହୋ ତୁ ପଇସାକୁ ମୁଣ୍ଡିଆ ମାରୁନୁ ଆଉ ପଇଲା ପଇସାଟା ଗାଲୁ ଆଉ ଗୋଟେ ଆଇଲୁ ତୁ ଆସେ ବେଶୀ କଥା କହନି ଆ ଗାଡ଼ି ଯାଉଛି ପୁଅ ଖସିଯିବୁ ଆସେ ଆଇଲୁ ଆରେ ଆସୁନୁ ପୁରା ସନ୍ଧ୍ୟା ହେଇଗଲାଣି ଫୁଲ୍ ସନ୍ଧ୍ୟା ହେଇଗଲାଣି ଦେଖନ୍ତୁ ଫୁଲ୍ ସନ୍ଧ୍ୟା ହେଇଗଲାଣି କିନ୍ତୁ ଏ ପିଲାଟା ଘରକୁ ଆସୁନି ଟ୍ୟୁସନରେ ଆସିକି ଏଠି ବଦମାସି କରୁଛି ବଡ଼ ଲାଇଟ୍ ଜଳୁଥିବ ନା ଫୁଲ୍ ସନ୍ଧ୍ୟା ପୁରା ବଢ଼ିଆ ଦେଖାଯାଉଛି କିନ୍ତୁ ଆରେ ତଳକୁ କାହିଁ ଗଲୁ ତ ବାଡ଼ା 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 ଧରିକି ତୁ ବାଡ଼ା ଆସି କିଏ କହିଲୁ ପୁଅ ପ୍ରକାଶ ମା ନା ଡାକିଦେବ କହୁଛି ରବଟା ଛିଡ଼େଇ ଦଉନ ଭେଜ ମସରୁମ୍ ପଡ଼ିଛି ପନିରରେ ନୁହଁ ପନିରରେ ନୁହଁ फूल ना कौन जा फूल फूल जैसी नहा पे हे बाप खा 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 जा खा हाथ रे खा हाथ रे खा तुम आके को जान जो तरकारी सीधा आइलानी नालीटा नालीटा खाली कचम्बर को नहीं गई हरी नहीं ना दीटा दिया खाऊन तुम्हें मत नालीटा पकड़े भल लगे खाऊन तुम्हें टेस्ट करी को कौन अरे तू जमी बस खाया कथा खाऊनु ए हाथ में खाऊनु चामच खाई पारूनी कौन चामच चामच से कौ खाई पार तो सांग मैंने आमर सोला तरकारी देखो हाथ पूरा ताती अम्मा चामच तो कुआड़े
से सेतक खाई पार कौन खाई चल थालिया धरिकी खाऊनु पनीर खाए पनीर खाऊंगा खाई चले धीरे धीरे खा कावड़ा पनीर ना खाइए मो पे रखना पनीर नो क्या अन्याय नहीं